ମସିହା ମାର୍ଚ୍ଚ ମାସ 29 ତାରିଖରେ ସିଆର୍ପି ଛକରେ ଅଟୋ ଷ୍ଟାଣ୍ଡରେ ଗୋଟେ ମର୍ଡର ହେଇଥିଲା। ସେତେବେଳେ 5 ଜଣ ଆକ୍ୟୁଜ୍ ଆଉ ଜଣେ ଅଟୋ ଡ୍ରାଇଭରକୁ ମର୍ଡର କରିଥିଲେ। 4 ଜଣ ସେଥିରୁ ଧରା ହେଇଥିଲେ ସେହି ସମୟରେ, ଏବଂ ଆଉ ଜଣେ ଆବସ୍କଣ୍ଡର ଥିଲା, ଯାହାକୁ କି ଆମେ ତାକୁ କାଲି ପୁରୀରୁ ତାଳବଣିଆ ଏରିଆରୁ ଆମେ ତାକୁ ଆରେଷ୍ଟ କରିଛୁ। ଘଟଣା ହେଲା, ସେତେବେଳେ ସିଆର୍ପି ଛକରେ ଗୋଟେ ଯେଉଁ ଅଟୋ ଷ୍ଟାଣ୍ଡ ଥିଲା, ସେଠି କିଛି ଅଟୋ ଡ୍ରାଇଭର ସେମାନେ ଗୋଟେ ସଂଘ କରିଥିଲେ, ଏବଂ ସେମାନଙ୍କର ଏଇଆ ଥିଲା ଯେ ଯେଉଁମାନେ ତାଙ୍କ ସଂଘରେ ସାମିଲ ହେବେ ସେମାନେ କିଛି ପଇସା ଦେବେ। ଯଦି ଅନ୍ୟ କୌଣସି ଅଟୋ ସେଠୁ ପ୍ୟାସେଞ୍ଜର ଉଠାଉଥିଲା ତ ସେମାନେ ସେଟାକୁ ବିରୋଧ କରୁଥିଲେ, ଅବଜେକ୍ସନ୍ କରୁଥିଲେ, ଏବଂ ତାକୁ ମଧ୍ୟ ଧମକାଉଥିଲେ, ଥ୍ରେଟନ୍ କରୁଥିଲେ ମାରିବା ପାଇଁ। ସେଠି କାଳିଆ ଆଲିଆସ ପୂର୍ଣ୍ଣେନ୍ଦୁ ସାମଲ ବୋଲି ଜଣେ ଅଟୋ ଡ୍ରାଇଭର, ସିଏ ସେଥିରେ ଲିଡର ଥିଲା। ସିଏ ଗୋଟେ ଲୋକାଲ ଗୁଣ୍ଡା ସେଠିକାର, ଯାହା ନାଁ ବାପି ଆଲିଆସ ଶ୍ରୀଧର କୁମାର ନାଥ, ତାକୁ ୟୁଜ୍ କରୁଥିଲା ଅନ୍ୟ ଅଟୋବାଲାଙ୍କୁ ଧମକେଇବା ପାଇଁ। ତ ବାପି କିଛି ପଇସା ନେଇକରି କାଳିଆଠୁ, ତ ଯେଉଁମାନେ ସେଠି ଷ୍ଟାଣ୍ଡରେ ବିନା ସେମାନଙ୍କର ଯେଉଁ ନ ମିଶିକିରି ବାହାରୁ ଯଦି ଲୋକ ଉଠାଉଥିଲେ ସିଆର୍ପି ଛକରୁ, ତ ସେମାନଙ୍କୁ ଇଏ ବାପି ଧମକାଉଥିଲା, ଏବଂ ଯାହାଫଳରେ କି ସେଠି ଅନ୍ୟ ଲୋକମାନେ ସାହସ କରୁନଥିଲେ, ଅନ୍ୟ ଡ୍ରାଇଭର ଯେ ସେଠି ଉଠାଇବା ପାଇଁ, ଅନ୍ୟ ଯେଉଁ ପବ୍ଲିକକୁ ଉଠାଇବା ପାଇଁ। ବାସନ୍ତୀ ସରକାର ନାମକ ଜଣେ ଲେଡ଼ି, ସିଏ ତା'ର 2ଟି ପୁଅ ଥିଲେ, ଜଣଙ୍କ ନାଁ କମଳ ସରକାର ଆଉ ଜଣଙ୍କ ନାଁ ଗୋପାଳ ସରକାର। ଏ ଲେଡ଼ି ଲୋନ୍ କରିକରି ଗୋଟେ ଅଟୋ କିଣିଥିଲା 2 ଭାଇଙ୍କ ପାଇଁ, ଯେଉଁମାନେ କି ଏ 2 ଭାଇ ଗୋଟିଏ ଅଟୋକୁ ସେମାନେ ସେଠି ସିଆର୍ପି ଛକ ପାଖରୁ ଉଠାଉଥିଲେ ଲୋକମାନଙ୍କୁ, ଯେଉଁଟାକି ବାପି ବିରୋଧ କରୁଥିଲା, କାଳିଆ ବିରୋଧ କରୁଥିଲା। ତ ଥରେ ଏଇ ଯେଉଁ ମାର୍ଚ୍ଚ 29 ତାରିଖ ଦିନ ସେ କମଳ ସରକାର ଆଉ ଏଇ ଯେଉଁ ତା ଭାଇ ଗୋପାଳ ସରକାର, ଏମାନେ ଗୋପାଳ ତା'ର ଅଟୋଟାକୁ ନେଇକରି ଯାଇଥିଲା ରସୁଲଗଡ଼କୁ ତା'ର ସର୍ଭିସିଂ ପାଇଁ। ସେ ରିଟର୍ଣ୍ଣ କରୁଥିଲା, ସେହି ସମୟରେ ବାଣୀବିହାର ଛକରୁ 2 ଜଣ ଲୋକ ତାକୁ ଲିଫ୍ଟ ମାଗିଥିଲେ। ତ ଅଟୋରେ ଇଏ ତାଙ୍କୁ ବସେଇକରି ଆଣିକରି ସିଆର୍ପି ଛକରେ ଓହ୍ଲେଇଥିଲେ। ସେ 2 ଜଣ ସିଆର୍ପି ଛକରେ ଓହ୍ଲେଇଲା ପରେ ସେଠି ଯେଉଁ ଯେଉଁ କାଳିଆ ଆଉ ବାପି, ଇଏ ତାକୁ ଧମକେଇଲେ, ଗାଳିଗୁଲଜ କଲେ। ବାପି ତାକୁ ଗୋଟେ ଛୁରା ବାହାର କରିକରି ତା'ର ଜୋତା ପାଖରୁ, ମାନେ ସକ୍ସ ପାଖରୁ ଗୋଟେ ଛୁରା ବାହାର କରି ତାକୁ ଦେଖେଇଥିଲା, ଏବଂ ଏଥିରେ ତୋତେ ମର୍ଡର କରିଦେବି ବୋଲି ଧମକ ଦେଇଥିଲା। ଆଉ ଦିନେ ଏଠିକି ଆସିବୁନି କି ଏଇ ଅଟୋ ଷ୍ଟାଣ୍ଡରେ ତୁ ଏଠି ଅଟୋ ମାନେ କାହାକୁ ପବ୍ଲିକକୁ ଉଠେଇବୁ ନାହିଁ। ଇନ୍ ଦ ମିନ୍ ଟାଇମ୍ ସେଇଦିନ ସନ୍ଧ୍ୟାବେଳେ ସିଏ ଗୋପାଳ ସିଏ ଯାଇଥିଲା ସେଇଠି ସିଆର୍ପି ଛକକୁ, ଗୋଟେ ଅନ୍ୟ କାମରେ ଯାଇଥିଲା। ତାକୁ ଦେଖିକିରି ପୁଣି ଏଇ ଯେଉଁ କାଳିଆ ତାକୁ ଧମକେଇଲା, ତୁ ଏଠିକି ତୋତେ ମନା କରିଥିଲି, କାହିଁକି ଏ ଷ୍ଟାଣ୍ଡକୁ ଆସିଲୁ ବା ଏଠିକି କାହିଁକି ଆସିଲୁ। ତ ଏବଂ ତାକୁ ଧକ୍କା ମାରିଥିଲା, ତାକୁ ଆସଲ୍ଟ କରିଥିଲା। ଇନ୍ ଦ ମିନ୍ ଟାଇମ୍ ତା ଭାଇ ଯେ କମଳ ସରକାର, ସିଏ ମଧ୍ୟ ଅଟୋ ନେଇକରି ସେଠାରେ ପହଞ୍ଚିଥିଲା। ତା ଭାଇକୁ ମାରୁଥିବାର ଦେଖି ସିଏ ପ୍ରୋଟେଷ୍ଟ କରିଥିଲା, ଏବଂ ଏଇ ଯେଉଁ କାଳିଆ ଆଉ ବାପି ସହିତ ଆହୁରି 3 ଜଣ, ଯେଉଁମାନେ ବୁଲ୍ଟୁ ଓରଫ ମହେଶ୍ୱର ସାହୁ, ସଞ୍ଜି ଓରଫ ସଞ୍ଜୟ ସେନାପତି, ବୀର ଓରଫ ବିରଞ୍ଚି ସ୍ୱାଇଁ, ଏମାନେ ସମସ୍ତେ ମିଶି ଏଇ ଯେଉଁ ବାପି ସେ ତା'ର ସେ ଛୁରା ବାହାର କରିକିରି, ବାପି ଆଉ ବିରଞ୍ଚି 2 ଜଣ ଘୋଷାରିକି ନେଇଥିଲେ କମଳକୁ, ଏବଂ ଛୁରା ବାହାର କରିକି ତା'ର ଛାତିରେ ସେ ଷ୍ଟାବିଂ କରିଥିଲା, ଯେଉଁଥିପାଇଁ କି ସେ ଘଟଣାସ୍ଥଳରେ ହିଁ ତା'ର ଡେଥ୍ ହେଇଯାଇଥିଲା କମଳ ସରକାର। ତ ଏଇ ଘଟଣାରେ ଇନଭେଷ୍ଟିଗେସନରେ ପୋଲିସ ସେତେବେଳେ ସମସ୍ତଙ୍କୁ ଆରେଷ୍ଟ କରିଥିଲା, କିନ୍ତୁ ବିରଞ୍ଚି ସ୍ୱାଇଁ ସିଏ ଆବସ୍କଣ୍ଡର ଥିଲା 2011 ମସିହାରୁ। ତାକୁ ଆମେ କାଲି ତାଳବଣିଆରୁ, ଯେଉଁ ପୁରୀ ତାଳବଣିଆ ଏରିଆରୁ ତାକୁ ଆରେଷ୍ଟ କରାହେଇଛି। ସିଏ ସେଠାରେ ଅଟୋ ଚଲାଉଥିଲା, ଏବଂ ଏ ଘଟଣା ପଛରେ ସବୁଠାରୁ ବଡ଼ କଥା ହେଲା ଯେ ଅଲରେଡ଼ି ଏ କେସ୍ର ଜଜମେଣ୍ଟ ସରିଯାଇଛି କୋର୍ଟରେ, ଏବଂ ସମସ୍ତଙ୍କୁ ଲାଇଫ୍ ଇମ୍ପ୍ରିଜନମେଣ୍ଟ ହେଇଯାଇଛି। ଅନ୍ୟ 4 ଜଣ ଯେଉଁ ଆକ୍ୟୁଜ୍ ଥିଲେ ସମସ୍ତଙ୍କୁ ଆଜୀବନ ସଜା ହେଇଛି। କେବଳ ୟା ପାଇଁ କେସ୍ ପେଣ୍ଡିଂ ଥିଲା, ଏବଂ ଆମେ ତାକୁ ଆରେଷ୍ଟ କରିଛୁ, ଏବଂ ଆଜି ତାକୁ କୋର୍ଟ ଫରୱାର୍ଡ଼ କରାଯିବ। ଦେଖନ୍ତୁ, ଇଏ ବୀର ଆଲିଆସ ବିରଞ୍ଚି ସ୍ୱାଇଁ, ସିଏ ନେହେରୁ ବସ୍ତିରେ ରହୁଥିଲା। ନେହେରୁ ବସ୍ତିରେ ବର୍ତ୍ତମାନ ବି ତା'ର ମା ଆଉ ଅନ୍ୟମାନେ ଅଛନ୍ତି। ଯେତେବେଳେ ବି ପୋଲିସ ଯାଇଛି
ଯେହେତୁ यार ମାନେ ସେଇ ନେହେରୁ ବସ୍ତି ଖୋଜାଖୋଜି କରିବାକୁ ସେ ପ୍ରଥମେ ତା ମା ମନା କରିଛି ଯେ ଏମିତିକା ମୋର ପୁଅ କେହି ନାହାନ୍ତି ବା ମୁଁ ଜାଣିନି। ତାପରେ ପରେ ତାକୁ ଟିକେ ପୋଲିସ ଯେତେବେଳେ ଇଣ୍ଟରୋଗେସନ୍ କରିଛି ପଚାରିଛି ବହୁତ ଜିନିଷ ସେତେବେଳେ ସିଏ କହିଲା ଯେ ମୋ ପୁଅ ଏଠି ନାହିଁ ସେ ବିଦେଶ ପଳେଇ ଯାଇଛି। ଏବଂ ତାପରେ ସିଏ ଆମେ ଲୋକାଲି ଖବର ନେଲୁ ଏବଂ ଆମର ମୋବାଇଲ ସର୍ଭେଲାନ୍ସ ଦ୍ୱାରା ଆମେ ଜାଣିଲୁ ଯେ ସିଏ ପୁରୀରେ ରହୁଛି ସେଠି ଅଟୋ ଚଲାଉଛି। ତ ପୋଲିସ କାଲି ଯାଇକରି ପୁରୀରୁ ତାକୁ ଆରେଷ୍ଟ କରିଛନ୍ତି। ଯେହେତୁ ସେ ଫେରାର ଥିଲା ତାର ପରମାନେଣ୍ଟ ଆଡ୍ରେସ୍ କିଛି ଜଣା ନଥିଲା ଏବଂ ଯେଉଁ ଆଡ୍ରେସରେ ସେମାନେ ରହୁଥିଲେ ସେଠି ସେ ଆସୁନଥିଲା। ତ ସେଥିପାଇଁ କିଛି ତାର ହ୍ୱାରଏଭର୍ସ ବି ଜଣାପଡ଼ୁନଥିଲା। ତ କେସ୍ ସେ ଧରା ହେଇନଥିଲା ଏବଂ କାଲି ତାକୁ ଆମେ ଟ୍ରାକ୍ କରିକିରି ଧରିଲୁ ତାର ଡିଟେଲ୍ସ ଜାଣିଲା ପରେ। କଥା ହଉଛି ଅଭିଯୁକ୍ତ ଜଣକ ନିଜକୁ ଲୁଚେଇ ରଖିବା ପାଇଁ କେମିତି କଣ ସେ ପନ୍ଥା ଆପଣେଇଥିଲା 15 ବର୍ଷ ଭିତରେ ସେଠି କେମିତି ସେ ନିଜକୁ ଲୁଚେଇ ରଖିଥିଲା ଧରା ନ ପଡ଼ିବା ପାଇଁ କଣ କଣ ବାଟ ଯେହେତୁ ସେ ଗୋଟେ ଅଟୋ ଚାଳକ ଥିଲା ଏବଂ ଅଟୋ ଚଲାଉଥିଲା ଏଠି ସେ ମଧ୍ୟ ପୁରୀ ପଳେଇ ଯାଇକି ସେଠି ସିଏ ଅଟୋ ଚଲାଉଥିଲା ଏବଂ ସେଠି ସିଏ ତାଳବଣିଆ ଏରିଆରେ ଘର ଭଡ଼ା ନେଇ ସେଠି ସିଏ ରହୁଥିଲା। ସିଏ ଆଦୌ ଏଇ ଭୁବନେଶ୍ୱର ଆସୁନଥିଲା। ଯଦି ବି ମାନେ ପୋଲିସ ଯେତେବେଳେ ବି ତାର ଏଇଠି ଯେଉଁ ନେହେରୁ ବସ୍ତିରେ ରେଡ୍ କରୁଥିଲା ତା ଘରେ ସେତେବେଳେ କିଛି ଖବର ବି ପାଉନଥିଲା। ତାଙ୍କ ଘର ଲୋକ ବି କିଛି ଖବର ଦେଉନଥିଲେ। ଘର ଲୋକ ମନା କରୁଥିଲେ ଏମିତି ଲୋକ ଆମେ ଜାଣିନୁ ଚିହ୍ନିନୁ ପ୍ରଥମେ ଆଭଏଡ଼୍ କରୁଥିଲେ ମନା କରୁଥିଲେ। ତ ପରେ ଯେତେବେଳେ ପୋଲିସ ଲୋକାଲି ଖବର ନେଇକରି ଜାଣିଲା ଯେ ନାଇଁ ଇଏ ଆକ୍ଚୁଆଲି ତାର ଘର ଲୋକ ତା ମା ଏମାନେ ସବୁ ଅଛନ୍ତି ତାଙ୍କୁ ଯେତେବେଳେ ପୋଲିସ ଆଉ ଥରେ ପଚରାପଚରି କରିଛି ତ ସେତେବେଳେ ତା ମା ରାଜି ହେଇଛି ହଁ ସିଏ ମୋର ପୁଅ ଥିଲା କିନ୍ତୁ ସିଏ ବହୁତ ଦିନ ହେଲା ସିଏ କୁଆଡ଼େ ପଳେଇ ଯାଇଛି ବିଦେଶକୁ ଆଉ ଆମ ସହିତ ତାର କିଛି କଣ୍ଟାକ୍ଟ ନାହିଁ ସିଏ କେଉଁଠି ରହୁଛି ଆମେ ଜାଣିନୁ। ଯାହାଫଳରେ କି ପୋଲିସ ଟିକେ ପୋଲିସ ପାଖରେ ଅପହଞ୍ଚ ଥିଲା ତାକୁ ଆରେଷ୍ଟ କରିବା ଏବଂ ଆମେ ଟ୍ରାକ୍ ରଖିଥିଲୁ। ପୋଲିସ ମାନେ ଖବର ନେଉଥିଲା ବିଭିନ୍ନ ପ୍ରକାର ମୋବାଇଲ ଟ୍ରାକ୍ଠୁ ଆରମ୍ଭ କରି ଲୋକାଲ ସୋର୍ସ ଏଇସବୁ ଜିନିଷ ୟୁଟିଲାଇଜ୍ କରୁଥିଲେ ଯାହାଫଳରେ କି ଆମେ ସେଇଟା ସକ୍ସେସ୍ ହେଲୁ। ଏତେ ଦିନ ପରେ ତାକୁ ଫାଇନାଲି ଆମେ ଆରେଷ୍ଟ କଲୁ। नहीं जेहेतु सी नेम्ड आक्यूज थिला तार नारे माने एफआईआर हेतिला तो सेतरे आ से कन्फेस कला कि मु सेतरे इन्वॉल्व थिली ना एमान को नारे आगु कौन केस नथिला।